ଅସଫଳ ହିଁ ହଉଥିଲା। କୌଣସି ପ୍ରକାରର ଗରିବ ଆଉ ଶ୍ରମିକ ମାନଙ୍କୁ ରୋଜଗାର ସୃଷ୍ଟି କରାଇବାରେ ଅଧିକ ଫଳପ୍ରଦ ହେଇପାରି ନଥିଲା। ଏବଂ 2005 ମସିହାରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଯାହାକୁ NREGA କୁହାଯାଉଛି, ଏ ଯୋଜନାକୁ କାର୍ଯ୍ୟକାରୀ ଆରମ୍ଭ କରାଯାଇଥିଲା ଏବଂ ଏ NREGA ର ମଧ୍ୟ ବହୁତ ନାମ ଅଛି। ଗତ 20 ବର୍ଷ ଧରିକରି ସାରା ଦେଶରେ NREGA ଏହା କାର୍ଯ୍ୟକାରୀ ଆମ ଦେଶରେ ଏବଂ ସମସ୍ତ ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯାଉଛି। ଏବଂ 2005 ପରେ ପରବର୍ତ୍ତୀ 5 ବର୍ଷ ପରେ 2009ରେ ଏହାକୁ ମହାତ୍ମା ଗାନ୍ଧୀ NREGA ଭାବରେ ନାମିତ କରାଯାଇଥିଲା। କିନ୍ତୁ ଏଥିରେ କୌଣସି ପ୍ରକାରର NREGA କୁ MGNREGA ମହାତ୍ମା ଗାନ୍ଧୀ NREGA ଭାବରେ ନାମିତ ତ କରାଗଲା, କିନ୍ତୁ ବାସ୍ତବିକ ତାର ମୌଳିକ ଯୋଉ ଢାଞ୍ଚା ବଦଳିବା କଥା, ଯେମିତି ଭାବରେ ମହାତ୍ମା ଗାନ୍ଧୀ ନାମ ଦିଆଗଲା ପରେ ସେମିତି କୌଣସି ପ୍ରକାର ଢାଞ୍ଚା ତାର ପରିବର୍ତ୍ତନ କରାଗଲା ନାହିଁ। ଏହା କେବଳ ଗାନ୍ଧୀଙ୍କ ନାମକୁ ତାକୁ ବ୍ୟବହାର କରିକିରି କିଭଳି ଭାବରେ ଗତ ୟୁପିଏ ସରକାର କିଭଳି ଭାବରେ ନିଜର ରାଜନୈତିକ ଫାଇଦା ସେ ହାସଲ କରିବେ ତାକୁ ଆଧାର କରି ଏହାକୁ କାର୍ଯ୍ୟକାରୀ କରାଗଲା। ଏବଂ ବାସ୍ତବରେ ଯଦି ଆମେ ଦେଖିବା ତାହା ମଧ୍ୟ ବିଫଳ ଯୋଜନା। ଏଣୁ ସ୍ଥାୟୀ ଆସେଟ୍ ସୃଷ୍ଟି କରିବାରେ ନୂଆ କରି ସଂସଦରେ ପାସ୍ ହୋଇଥିବା ବିଲ୍ ଏବଂ ଆଇନରେ ପରିଣତ ହୋଇଥିବା विकसित भारत ग्यारंटी फॉर रोजगार एंड आजीविका मिशन ग्रामीण बीबीजी रामजी ए मिशन संपर्क में अपमान पाखरे आलोकपात करने मुझे चाहूँ। यशस्वी प्रधानमंत्री एकमात्र लक्ष्य ताहा होची 2047 सुधा भारत वर्ष विकसित राष्ट्र में विकसित भारत गठन करने आईन नामकरण ही विकसित भारत लक्ष्य को जोड़ा यार मुख्य उद्देश्य हूँ महात्मा गांधी ग्राम्य स्वरोजगार लक्ष्य को वास्तव में किभली भाव में हासिल केवल तांकर नाम को व्यवहार करी कौन से राजनैतिक फायदा उठेबा यही आईन ये मिशन आदौ लक्ष्य नुहे। ए आईन हेबा परठारु एहा विरुद्ध विरोधी दल माने नाना प्रकार अपप्रचार करी चली। ये संसद भवन भितर एवं संसद भवन बाहर एहाकु कृषक विरोधी एवं गरीब विरोधी बोली दर्शाउछन्ति। किंतु प्रधानमंत्री विकसित भारत 2047 परिकल्पना कृषक एवं श्रमिक मानकर अधिकार जेपरि सुरक्षित रही पारिबो से दिगरे ए आईन रे व्यापक भाव व्यवस्था करा जायछि। तेणु तथ्य सम्मिलित उपस्थापन जरिया अपप्रचार को एक जो सृष्टि होता जो भ्रांति ताकू दूर करवा एवं से सहित आज ये प्रेस मीट आलोचना निश्चित भाव में जरूरी मन कर सामने को आसली। ये जो भारत में कृषक गरीब लोक मान कि भाव में रोजगार वृद्धि हेब एवं से विभिन्न समय स्वाधीनता पूर्व एवं स्वाधीनता परे रोजगार केमती बढ़िबो आ स्वतंत्र व्यवस्था करवा यार गोटे बहुत बड़ इतिहास अच्छी। 1876 रु 1878 मध्य भारत होता दुर्भिक्ष एवं परवर्ती पर्याय इंग्रेज सरकार एक योजना कार्यकारी करने 1880 एक फेमिन दुर्भिक्ष कोड प्रस्तुत करते
କିନ୍ତୁ ଏଥିରେ ଲୋକଙ୍କ ସହାୟତା ଦେବା ପାଇଁ କାମ ବାଧ୍ୟତାମୂଳକ ଥିଲା। କାମ ପାଇବା ଲୋକଙ୍କର କିନ୍ତୁ କୌଣସି ଅଧିକାର ମଧ୍ୟ ନଥିଲା। ସ୍ୱାଧୀନତା ପରେ ସମ୍ବିଧାନର ଧାରା 41 ଅନୁଯାୟୀ ରାଷ୍ଟ୍ରର ଆର୍ଥିକ ସମ୍ବଳକୁ ଦେଖି ଲୋକଙ୍କୁ କାମ ଯୋଗାଇବା ଏକ ନୈତିକ ଦାୟିତ୍ୱ ବୋଲି ପ୍ରଥମେ କେନ୍ଦ୍ର ସରକାରଙ୍କ ତରଫରୁ ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମଧ୍ୟ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ପ୍ରଦାନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ 1960ରେ ରୁରାଲ ମ୍ୟାନ ପାୱାର ପ୍ରୋଗ୍ରାମ ଏବଂ 1971ରେ ଗ୍ରାସ ସ୍କିମ୍ ଫର ରୁରାଲ ଏମ୍ପ୍ଲୟମେଣ୍ଟ ଆଦି ଆରମ୍ଭ ହୋଇଥିଲା। ତେବେ କାମ ଯଦି ଥାଏ, ଯଦି କାମ ଥିବ ତାହେଲେ ସେମାନଙ୍କୁ ବା ଲୋକମାନଙ୍କୁ ଏ କାମ ଯୋଗାଇ ଦିଆଯିବ। କାମ ଯଦି ନାହିଁ ତାହେଲେ ଯୋଗାଇ ଦିଆଯିବ ନାହିଁ, ଯଦିଓ ଆବଶ୍ୟକତା ବା ଜରୁରୀ ମନେ ହେଲା ପରେ ମଧ୍ୟ। ଲୋକଙ୍କର ପାଇଁ କାମ ଆଦୌ ସୃଷ୍ଟି କରାଯାଉନଥିଲା ବା ଲୋକମାନେ କେମିତି ନିୟମିତ